ଅଶେଷ ଧନ୍ୟବାଦ ଆମର PS ନମ୍ବର ଚଢ଼େଇ ଭାଇ ମହୋଦୟଙ୍କୁ। ବର୍ତ୍ତମାନ ଆମ ନିକଟରେ ଆମ ନିକଟରେ ଆମର ମାରାଥନ୍ ଦୌଡ଼ ପ୍ରତିଯୋଗିତାର ରେଜଲ୍ଟ ଆସିଯାଇଛି। ଏ ବର୍ଷର ମାରାଥନ୍ ଦୌଡ଼ ପ୍ରତିଯୋଗିତାରେ ବା ମାରାଥନ୍ ରେସ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ରସିଦ ଚନ୍ଦ୍ର ହେସା ଫ୍ରମ୍ ୱେଷ୍ଟ ସିଂଭୂମ ଝାଡ଼ଖଣ୍ଡ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ମୁକୁନ୍ଦ ବାମରା, ସେ ମଧ୍ୟ ଝାଡ଼ଖଣ୍ଡ। ତୃତୀୟ ସ୍ଥାନ ଅଧିକାର କରିଥିଲେ ଆସମାନ ଫେଟ୍ଟି କୋଚେଇପାଳ ମୟୂରଭଞ୍ଜ ଏବଂ ଚତୁର୍ଥ ଶଙ୍ଖ ବେସରା ସିଜୁକଳା ମୟୂରଭଞ୍ଜ ଏବଂ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ଅର୍ଜୁନ ଟୁଡୁ ଝାଡ଼ଖଣ୍ଡ। ଏମାନଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ। ବର୍ତ୍ତମାନ ସେ ସୁଦୂର ଝାଡ଼ଖଣ୍ଡରୁ সেই ପ୍ରତିଯୋଗୀ ଭାଇମାନେ ଆସିଥିବାରୁ ପ୍ରଥମ ଦ୍ୱିତୀୟ ଏବଂ ପଞ୍ଚମ ପୁରସ୍କାର ସେମାନେ ଦିନ ଠିକ୍ 11 ଘଟିକା ସମୟରେ ଗ୍ରହଣ କରିସାରିଛନ୍ତି। ବାକି ରହିଛି ବର୍ତ୍ତମାନ ତୃତୀୟ ଏବଂ ଚତୁର୍ଥ ପୁରସ୍କାର। ମାରାଥନ୍ ରେସ୍ର ତୃତୀୟ ଏବଂ ଚତୁର୍ଥ ପୁରସ୍କାର ବାକି ରହିଛି। ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆସମାନ ଫେଟ୍ଟି କୋଚେଇପାଳ ମୟୂରଭଞ୍ଜ ଓଡ଼ିଶା। ତାଙ୍କୁ ଅନୁରୋଧ କରାଯାଉଛି ସେ ଆମର ଷ୍ଟେଜ୍ ନିକଟକୁ ଆସନ୍ତୁ ଏବଂ ଆମର ଆଜିର ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ରାମଚନ୍ଦ୍ର ମୁର୍ମୁଙ୍କ ଠାରୁ ତାଙ୍କର ପୁରସ୍କାର ଗ୍ରହଣ କରନ୍ତୁ। ମାରାଥନ୍ ପ୍ରତିଯୋଗିତା ବା ମାରାଥନ୍ ରେସ୍ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆମର ଆସମାନ ଫେଟ୍ଟି କୋଚେଇପାଳ ମୟୂରଭଞ୍ଜ ଓଡ଼ିଶା। ମାରାଥନ୍ ରେସ୍ର ବର୍ତ୍ତମାନ ତୃତୀୟ ପ୍ରାଇଜ୍ ଆମର ଅତିଥି ଆମର ରାମଚନ୍ଦ୍ର ମୁର୍ମୁ 11 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ମହୋଦୟ ତାଙ୍କଠାରୁ ସେ ଗ୍ରହଣ କରନ୍ତୁ। ତତ୍ସଙ୍ଗେ ସଙ୍ଗେ ଚତୁର୍ଥ ପୁରସ୍କାର ଆସମାନ ଫେଟ୍ଟି ତୃତୀୟ ସ୍ଥାନ ଅଧିକାର କରିଥିଲେ ଆସମାନ ଫେଟ୍ଟି ସେ ଆମର ରାମଚନ୍ଦ୍ର ମୁର୍ମୁଙ୍କ ଠାରୁ ଗ୍ରହଣ କରିବେ ଏବଂ ରିକ୍ୱେଷ୍ଟ ରହିଲା ଶେଷ ପୁରସ୍କାରଟି ଆପଣଙ୍କ ହସ୍ତରୁ ନିଶ୍ଚିତ ଆମେ ଦେବା। ତେଣୁ ଚତୁର୍ଥ ପୁରସ୍କାର ଶଙ୍ଖ ବେସରା ସିଜୁକଳା ମୟୂରଭଞ୍ଜ ଓଡ଼ିଶା ତାଙ୍କୁ ଆମର ଆଜିର ଆଉ ଜଣେ ସମ୍ମାନୀୟ ଅତିଥି ଜ୍ଞାନରଞ୍ଜନ ହେମ୍ବ୍ରମ ଚେୟାରମ୍ୟାନ୍ ଅଫ୍ ରାଇରଙ୍ଗପୁର ବ୍ଲକ ସେ ତାଙ୍କର ପୁରସ୍କାର ପ୍ରଦାନ କରିବେ।